ସୁଦ ସୁବନରେ ମଣ୍ଡପ ଚନ କାଠେ କୋଠି ଲକ୍ଷ୍ମୀ ନାରାୟଣ ଜୁଆ ଖେଳନ୍ତି ହସ୍ତେ କଉଡ଼ି ମୁଠି ଏକ ମୁଠି ଜୁଆ ପଡ଼ିଲା ପ୍ରଭୁ ହୋଇଲ ଧନ୍ଦା ଜିଣି ନ ପାରଇ ଦୁଇ କନ କୁଣ୍ଡଳ ଦେଲ ଲକ୍ଷ୍ମୀକୁ ବନ୍ଧା ଦୁଇ ମୁଠି ଜୁଆ ଖେଳିଣ ପ୍ରଭୁ ହୋଇଲ ଧନ୍ଦା କଣ୍ଠର ପଦକ ହାରକୁ ଦେଲ ଲକ୍ଷ୍ମୀଙ୍କୁ ବନ୍ଧା ତିନି ମୁଠି ଜୁଆ ଖେଳିଣ ପ୍ରଭୁ ସାରଙ୍ଗ ଧର ହାରିଣ ରତ୍ନ ମୁଦ୍ରିକାକୁ ଦେଲ ଲକ୍ଷ୍ମୀ ଛାମୁର ଚାରି ମୁଠି ଜୁଆ ଖେଳିଣ ପ୍ରଭୁ ହୋଇଲ ଧନ୍ଦା ଅଙ୍ଗ ଆଭରଣ ସମସ୍ତ ଦେଲ ଲକ୍ଷ୍ମୀଙ୍କି ବନ୍ଧା ପାଞ୍ଚ ମୁଠି ଜୁଆ ଖେଳନ୍ତି ପ୍ରଭୁ ସାରଙ୍ଗ ଧର ଏହି ଖେଳ ପ୍ରଭୁ ହାରିଲେ ଧନ ଭଣ୍ଡାର ଘର ଛ ମୁଠି ଜୁଆ ଖେଳିଣ ପ୍ରଭୁ ହୋଇଲେ ଧନ୍ଦା ଜଗତ ଅଟଇ ମୋହର ଲକ୍ଷ୍ମୀ ରଖ ଗୋବନ୍ଧା ସାତ ମୁଠି ଜୁଆ ଖେଳିଣ ପ୍ରଭୁ ହୋଇଲ ଧନ୍ଦା ଦର ହାସେ ଲକ୍ଷ୍ମୀ କହନ୍ତି ତୁମ୍ଭେ ହୋଇଲ ବନ୍ଧା ଜୁଆ ଖେଳ ଯେଉଁ ହାରିଲେ ପ୍ରଭୁ ବ୍ରହ୍ମାଣ୍ଡ ପତି ଆନନ୍ଦିତ ମନ ହୋଇଲେ ସିନ୍ଧୁ ରାଜା ଦୁହିତି ଜୁଆ ଖେଳୁ ଖେଳୁ ରାତ୍ରି ଯେ ଆସି ଶେଷ ହୋଇଲା ରଘୁନାଥ ଦାସ ସେ ପାଦେ ପଦ୍ମେ ଶରଣ ଗଲା ପ୍ରଭୁଙ୍କ କୃପାରୁ ଲେଖଇ ବ୍ରତ ବିଧାନ ମୁହିଁ ବୃଦ୍ଧ ଜନ ମାନେ ମୋହର ଦୋଷ ଧରିବ ନାହିଁ ଶ୍ରୀପଦ୍ମ ପୁରାଣ ଉତ୍ତର ଖଣ୍ଡ ବ୍ରତ ବିଧାନ ପ୍ରକୃତ ଭାଷାରେ ଲେଖଇ ରଘୁନାଥ ଜ୍ଞାନ ଏପରି ଭାବରେ ମୁହିଁ ଯେ ଏବେ କହିଲି ବୁଝାଇ କଉଡ଼ି ଖେଳ କିପରି ଏବେ ହୋଇଲା ରହି ଭଲ ଲାଗିଲେ ଭାଇ ହେ ସବସ୍କ୍ରାଇବ କରିବ ଆହୁରି ଚ୍ୟାନେଲଟାକୁ ମୋହର ତୁମେ ସପୋର୍ଟ କରିବ ତୁମ୍ଭର ଆଶିଷୁ ମୁହିଁ ଯେ ଏବେ ଗୀତ ଗାଉଛି ଲୋକଙ୍କ ମନକୁ ଧୀରେ ଧୀରେ ମୋହୁଛି ଭାଇମାନେ ଯଦି ଭିडियो ଭଲ ଲାଗିଲା ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଲାଇକ୍ କରନ୍ତୁ କମେଣ୍ଟ କରନ୍ତୁ ରହିଲି ନମସ୍କାର ଜୟ ଜଗନ୍ନାଥ।